ସାଙ୍ଗମାନେ ଚାଲନ୍ତୁ ଆମ ଗାଁରେ ଆଖପାଖ ପଡ଼ୋଶୀରେ କେତେ ମୂର୍ତ୍ତି ହେଇଛି ଆପଣଙ୍କୁ ଦେଖି ଚାଲନ୍ତୁ। ସାଙ୍ଗମାନେ ଦେଖନ୍ତୁ ଆମର ଟୋଲକାନରେ ମାନେ ହନୁମାନ ଛକ ସାଇଡ଼ରେ ହେଇଛି ଗଣେଶ ମୂର୍ତ୍ତି ଆଉ ସାମ୍ନାକୁ ଆମର ପଡ଼ିଛି ମୀନା ବଜାର, ଯାହାକି ଟୋଲକାନର ପିଲାମାନେ ମୀନା ବଜାର ବସେଇଛନ୍ତି। ଆଉ ଦେଖନ୍ତୁ ଗଣେଶ କିପରି ହେଇଛି, ପ୍ଲିଜ୍ କମେଣ୍ଟରେ କୁହନ୍ତୁ। ସବୁ ଇଏ ଟୋଲକାନର ଗଣେଶ, ଆଗକୁ ଆହୁରି ବି ଗଣେଶ ମୂର୍ତ୍ତି ଅଛି, ଆପଣଙ୍କୁ ଦେଖିବି ଟୋଲକାନର ଗଣେଶ ମୂର୍ତ୍ତି କିପରି ହେଇଛି ଦେଖନ୍ତୁ। ଆଉ ବର୍ତ୍ତମାନ ପାଇଁ ଇଏ ହେଲା ମାନପୁର ଗଣେଶ। ମାନପୁର ଆମର ପଡ଼ୋଶୀ ଗାଁ ଜଣେ ମାନପୁର, ଯାହାକି ଆଖପାଖରେ ମାନପୁର ମୂର୍ତ୍ତି କିପରି ହେଇଛି ସାଙ୍ଗମାନେ ଦେଖନ୍ତୁ। ଆଉ ସମସ୍ତେ ଜୟ ଗଣେଶ ଲେଖନ୍ତୁ। ଇଏ ହେଲା ମାନପୁରର ବର୍ତ୍ତମାନ ପାଇଁ ସାଙ୍ଗମାନେ ମାନପୁର ଆଉ ଗୋଟେ ମାନେ ସେଇଠୁ ଆଖପାଖ 200 ମିଟର ଭିତରେ ଆଉ ଗୋଟେ ଗଣେଶ ମୂର୍ତ୍ତି ହେଇଛି, ସେଠି ବି ଦେଖାଉଛି ଆପଣଙ୍କୁ ଦେଖନ୍ତୁ। ଏଇଠି ଗୋଟେ କରିଛନ୍ତି ଭଲ ମାନେ ଡିସପ୍ଲେ ରଖିଛନ୍ତି, ଯାହାକି ଫଟୋ ଉଠାଇ ପାରିବେ। ବର୍ତ୍ତମାନ ଦେଖନ୍ତୁ ଏଠିକାର ଗଣେଶ ମୂର୍ତ୍ତି କୋହଳିଆ ହେଇଛି, ପୁରା ଯେମିତି ପୁରା ଉପରେ ତାଙ୍କ ବାବା ଅଛନ୍ତି ଯିଏକି ଶିବ। ସାଇଡ଼ରେ ପୁରା ଘର ବା ତାଜମହଲ ଟାଇପ୍ର ଗୋଟେ କରିଛନ୍ତି। ଆଉ ଏଠିକି ପଳେଇ ଆସିଛି ଅଲେଖପୁରର ଗଣେଶ ମୂର୍ତ୍ତି ସାଙ୍ଗମାନେ କିପରି ହେଇଛି ଆପଣମାନେ ଦେଖନ୍ତୁ ଆଉ କୁହନ୍ତୁ ଗଣେଶ ମୂର୍ତ୍ତି କେମିତି ହେଇଛି। ଏଇଟା ହେଲା ଆମର ଅଲେଖପୁର, ସେଇ ସବୁ ଆଖପାଖରେ ହିଁ ହେଇଛି ଦେଖନ୍ତୁ କେମିତି ଗଣେଶ ମୂର୍ତ୍ତି ହେଇଛି। ଆଉ ବର୍ତ୍ତମାନ ପାଇଁ ଆସନ୍ତୁ ଏଠି ଦେଖିବା ଗୋବର୍ଦ୍ଧନପୁରରେ। ମୋତେ ପ୍ରାୟତଃ ସବୁଠୁ ବେଷ୍ଟ ଲାଗିଲା ଗୋବର୍ଦ୍ଧନପୁରର, ଯେଉଁଠିକି କାରଣ ମୂର୍ତ୍ତିଟା ଆପଣ କତେଇ ଗଲେ ଜାଣିପାରିବେ କେତେ ଭଲ ହେଇଛି କି ଖରାପ ହେଇଛି। ବର୍ତ୍ତମାନ ଦେଖନ୍ତୁ ସାଙ୍ଗମାନେ ମୂର୍ତ୍ତିଟା କିପରି ହେଇଛି। ଆଉ ଏଠୁ ଆସିଲା ପରେ ଜେମାଦେବପୁରରେ ସାଙ୍ଗମାନେ ପହଞ୍ଚିଯିବେ। ଜେମାଦେବପୁରରେ ବି ସବୁଠି ଟପ୍ କ୍ଲାସ୍ ଗଣେଶ ହେଇଛି। ଆମର ଯେତିକି ବି ଆପଣଙ୍କୁ ଦେଖେବି ସବୁଠି ଟପ୍ କ୍ଲାସ୍ ଗଣେଶ ହେଇଛି, କାରଣ ଏଇଠି ପ୍ରସାଦ ବି ଦେଉଥିଲେ। ଆମର ଟୋଲକାନରେ ପ୍ରସାଦ ଦେଉଥିଲେ, ଅଲେଖପୁରରେ ବି ପ୍ରସାଦ ଦେଉଥିଲେ, ଜେମାଦେବପୁରରେ ବି ପ୍ରସାଦ ଦେଉଛନ୍ତି। ସାଙ୍ଗମାନେ ଦେଖନ୍ତୁ ମୂର୍ତ୍ତି କୋହଳିଆ ହେଇଛି। ବର୍ତ୍ତମାନ ପାଇଁ ଏଠିକି ପଳେଇ ଆସନ୍ତୁ ଅଲେଖପୁର ସାଙ୍ଗମାନେ, ଏଇଟା ଶେଷ ମୂର୍ତ୍ତି। ବର୍ତ୍ତମାନ ଅଲେଖପୁରରେ ମାନେ ଗଜାନନ ଉପରେ ଗଣେଶ ଭଗବାନ ବସିଛନ୍ତି, ଦେଖନ୍ତୁ କିପରି ହେଇଛି।